वीर वैष्णवଙ୍କ ଜୀବନଗାଥା ତ୍ରୟୋଦଶ ଅଧ୍ୟାୟ। ବାହୁଡ଼ା ପକ୍ଷୀ। ଓଡ଼ିଶା ଗଡ଼ଜାତ ତାର ତା 25/3/46 ସଂଖ୍ୟାର ସମ୍ପାଦକୀୟରେ ଲେଖିଥାଏ, ସ୍ୱାଗତ ବିପ୍ଳବୀ ବୀର ବୈଷ୍ଣବ। ହେ ଜନନେତା, ଲକ୍ଷ ଲକ୍ଷ ନିଷ୍ପେଷିତର ବୁକୁଫଟା କରୁଣ ଆର୍ତ୍ତନାଦ ଯେତେବେଳେ ତୁମର ପ୍ରତି ରନ୍ଧ୍ରେ ପ୍ରତିଧ୍ୱନିତ ହେଲା, ତୁମେ ହିଁ ଜାଳି ବସିଲ ପ୍ରଥମ କରି ଅନ୍ଧାରି ମୁଲକରେ ମୁକ୍ତିର ମଶାଲ। ଅତ୍ୟାଚାରୀର ସୁଦୃଢ଼ ଆସନ ଟଳି ପଡ଼ିଲା। ପ୍ରତିଶୋଧର ତୀକ୍ଷ୍ଣ ଖଡ଼୍ଗ ଅନବରତ ତୁମରି ମଥା ଉପରେ ଝୁଲି ରହିଥିଲା। ଆଜି ଓଡ଼ିଶା ଗଡ଼ଜାତର ଶୋଷିତ ଲାଞ୍ଛିତ 40 ଲକ୍ଷ ମୂକ ଜନତାର ଅଭିବାଦନ ଗ୍ରହଣ କର। ସେ ତୁମର ସମର ଆହ୍ୱାନକୁ ଅନ୍ଧାରି ମୁଲକର ଅସ୍ଥି କଙ୍କାଳରୁଦ୍ଧ ଦୁଆରୁ ଅନେଇ ରହିଛି। ତୁମର ରଣ ଦୁନ୍ଦୁଭି ପଥର କାନରେ ବଜ୍ରାଘାତ କରିବ। ତୁମର ମୁକ୍ତି ଯୁଦ୍ଧରେ ଲାଞ୍ଚଖୋର, ଚୋର, ବେପାରୀ, ଅତ୍ୟାଚାରୀ ଓ ମହଜୁଦକାରୀ ଚିରଦିନ ପାଇଁ ଧ୍ୱଂସ ପାଇବେ। ନିଷ୍ପେଷିତ ପ୍ରାଣରେ ମୁକ୍ତିର ଅଲିଭା ମଶାଲ ଜଳାଇ ଶ୍ମଶାନରେ ପରାଧୀନତାର ଶେଷ ଜୁଇ ଦିଅ। ଗଡ଼ଜାତର ଗାଁ ଗହଳରେ ମୁକ୍ତିର କୃପାଣ ବୁଭୁକ୍ଷୁ ଜନତା ହାତକୁ ବଢ଼ାଇ ଦିଅ। ଏ ନିଷ୍ପେଷିତ ଜାତି ବହୁକାଳରୁ ଚାହିଁ ରହିଛି ତୁମକୁ। ତମେ ବିପ୍ଳବ ସୃଷ୍ଟି କରିବ, ଝଞ୍ଜା ତୁଲେ ନାଚିବ। ତୁମର ସଂଘର୍ଷରେ ବଜ୍ର ବିଦ୍ୟୁତ୍ ଖେଳି ଉଠିବ। ଘନ ଘୋର ଗର୍ଜନରେ ତୁମେ ସମସ୍ତଙ୍କୁ ଥରାଇ ଦେବ। ତୁମରି ବିଦ୍ରୋହରେ ଭେଦାଭେଦ, ଉଚ୍ଚନୀଚ, ସାନ ବଡ଼, ଗିରିବନ, ବିଲ ପ୍ରାନ୍ତର ଏକାକାର ଦିଶିଯିବ। ଅନ୍ଧାରି ମୁଲକ ଆଲୋକରେ ଝଲସି ଉଠିବ। ତୁମେ ଜୟଯୁକ୍ତ ହୁଅ। ଓଡ଼ିଶା ଗଡ଼ଜାତ ତାର ସମ୍ବାଦପତ୍ରଟି କଟକର ଜାଗରଣ ପ୍ରେସରୁ ସି.ଏମ୍. ଦାସଙ୍କ ଦ୍ୱାରା ପ୍ରକାଶିତ ଓ ବାସୁଦେବ ମହାପାତ୍ରଙ୍କ ସମ୍ପାଦନାରେ ବାହାରୁଥିଲା। ସେହି ସଂଖ୍ୟାରେ ସଂଗ୍ରାମୀ ରାମଚନ୍ଦ୍ର ରାମ ଲେଖିଥିଲେ, ହେ ସାଥୀ ବୈଷ୍ଣବ, ଆମେ ଲକ୍ଷ ଲକ୍ଷ ମୂକ ଗଡ଼ ଜାତବାସୀ ଅତି କାତରରେ ତୁମକୁ ଅନାଇ ବସିଥିଲୁ। ତୁମେ ଆସିଛ, ଆମକୁ ପଥ ଦେଖାଅ। ଯେଉଁ ଦୀପ ତୁମେ ଦିନେ ଲଗେଇଥିଲ, ତାକୁ ଜଳାଅ। ଭସ୍ମ ହୋଇଯାଉ ଗଡ଼ଜାତର ଅନ୍ଧାରି ହୁଙ୍କାପିଟା ଶାସନ, ଆଉ ତା ସଙ୍ଗେ ସଙ୍ଗେ ବ୍ରିଟିଶ ସାମ୍ରାଜ୍ୟବାଦ। କଲିକତାରୁ ଏକ୍ସପ୍ରେସ୍ ଗାଡ଼ି ଆସି କଟକ ଷ୍ଟେସନରେ ପହଞ୍ଚିଲା ବେଳକୁ ପ୍ଲାଟଫର୍ମ ଲୋକାରଣ୍ୟ। କମ୍ୟୁନିଷ୍ଟ ପାର୍ଟି ତରଫରୁ ରାମକୃଷ୍ଣ ପତି, ଅନନ୍ତ ପଟ୍ଟନାୟକ, ଦୁର୍ଗାଚରଣ ମହାନ୍ତି, ବାସୁଦେବ ମହାପାତ୍ର, ନନ୍ଦକିଶୋର ପଟ୍ଟନାୟକ ଓ ବୈଦ୍ୟନାଥ ରଥ ପ୍ରଭୃତି ଶହ ଶହ ଲୋକ ଅଭ୍ୟର୍ଥନା ଜଣାଇଥିଲେ। ଜନଗହଳି ବେଳକୁ ବେଳ ବଢ଼ୁଥିଲା। ଗହଳିଠାରୁ ଦୂରରେ ଏକାକୀ ଠିଆ ହୋଇଥିଲେ ମାଳତୀ ଦେବୀ। ନବବାବୁ ତାଙ୍କ ସହିତ ନ ଥିଲେ। କଂଗ୍ରେସ ଲୋକେ ରାଜନୈତିକ ଦୃଷ୍ଟିକୋଣରୁ ବୈଷ୍ଣବଙ୍କର ପ୍ରତିପକ୍ଷ ହୋଇ ଯାଇଥିଲେ। ମମତାର ତାଡ଼ନାରେ ଆସିଥିଲେ ମାଳତୀ ଦେବୀ ବୈଷ୍ଣବଙ୍କୁ କଟକ ଷ୍ଟେସନରେ ଶୁଭେଚ୍ଛା ଜଣାଇବା ପାଇଁ। ବୈଷ୍ଣବଙ୍କର ଏ ଘର ବାହୁଡ଼ାକୁ କମ୍ୟୁନିଷ୍ଟ ପାର୍ଟି ଗୋଟାଏ ବିଜୟ ଉତ୍ସବ ଆକାରରେ ଦେଖୁଥିଲା। ବୈଷ୍ଣବଙ୍କର ସଂକ୍ଷିପ୍ତ ଜୀବନୀ ବୀର ବୈଷ୍ଣବ ଲେଖିଥିଲେ ସାଥୀ ଗୋବିନ୍ଦ ମହାନ୍ତି। ଓଡ଼ିଶାର ପତ୍ର ପତ୍ରିକାକୁ ତାଙ୍କ ସଂଗ୍ରାମମୟ ଜୀବନର ବିଶିଷ୍ଟ ଘଟଣାମାନ ଜଣାଇ ଦିଆଯାଇଥିଲା। ବୀର ବୈଷ୍ଣବ ଜିନ୍ଦାବାଦ ଧ୍ୱନିରେ ସାରା ଷ୍ଟେସନଟି ଫାଟି ପଡ଼ୁଥିଲା। ସଭା ସମିତିର ଆୟୋଜନ ହୋଇଥିଲା
କଟକ ସହରର ମୁଖ୍ୟ ସ୍ଥଳମାନଙ୍କରେ। ବୈଷ୍ଣବ ଖୋଜୁଥିଲେ ତାଙ୍କର ନୁମାଙ୍କୁ। ଏସବୁ ବିଜୟ ଉଲ୍ଲାସ ମଧ୍ୟରେ ଭିଡ଼ କାଟି ସେ ଖସି ଆସିଲେ ମାଳତୀ ଦେବୀଙ୍କ ପାଖକୁ। ଜନତା ତାଙ୍କ ଚାରିପଟେ ପାଦ ଛୁଇଁ ପ୍ରଣାମ କଲେ। ମାଳତୀ ଦେବୀ ଆନନ୍ଦରେ କାନ୍ଦୁଥିଲେ। ତୁମେ କାହିଁକି କଷ୍ଟ କରି ଏଠାକୁ ଆସିଲ? ମୁଁ ଅନୁଗୁଳ ଯାଇଥାନ୍ତି ତୁମକୁ ଦେଖା କରିବା ପାଇଁ। ମାଳତୀ ଦେବୀ ଉତ୍ତର ଦେଇ କହିଲେ, ଆରେ ତତେ ଦେଖିବି ବୋଲି ଏ ଆଖିକୁ ନିଦ ନାହିଁ। କେତେ କଥା ସାଇତି ରଖିଛି ପାଖେ ବସେଇ କହିବା ପାଇଁ। ତୁ ଏତେ ଦିନ ପରେ ଆସିବୁ, ମୁଁ ନ ଆସନ୍ତି କିପରି? ଗୋଟିଏ ପତଳା ନକନକୀ ବୁଢ଼ୀ ପାଖରେ ଜହ୍ନାପଡ଼ା ଯୁଦ୍ଧର ଅମିତ ବିକ୍ରମଶାଳୀ ନାୟକ ପିଲାଟିଏ ଭଳି କାନ୍ଦୁଥିଲେ। କାନ୍ଦୁ କାନ୍ଦୁ କହିଲେ, ତୁମେ ଏବେ ଘରକୁ ଯାଅ, ଏଠି କ'ଣ କଥା ହେବା। ମାଳତୀ ଦେବୀ କିନ୍ତୁ ଚାଲିଗଲେ ନାହିଁ, ଠିଆ ହୋଇ ରହିଲେ। କେତେ ଦିନୁ ଦେଖିନଥିଲେ ସ୍ନେହର ଧନକୁ। ଇଚ୍ଛା ହେଉଥିଲା ଆଉ ଦୁଇପଦ କଥା ହେବାକୁ। ଭିଡ଼ ବଢ଼ିବାରୁ ବୈଷ୍ଣବ କହିଲେ, ଠିଆ ହୋଇ ରହିଛନ୍ତି କାହିଁକି? ମୁଁ ଯାଉଛି, ଶୀଘ୍ର ତୁମ ପାଖରେ ପହଞ୍ଚିବି। କମ୍ୟୁନିଷ୍ଟ ସାଥୀମାନେ ତାଙ୍କୁ ସାଙ୍ଗରେ ନେଇ ଚାଲିଗଲେ। ମାଳତୀ ଦେବୀ ଅନେକ ସମୟ ଯାଏଁ ଷ୍ଟେସନରେ ଠିଆ ହୋଇ ରହିଥିଲେ। ଆଖିରୁ ଲୋତକ ବହୁଥିଲା ଧାର ଧାର। ଏ ଟୋକାଟା ଏମିତି ଦୂର ଦୂର ଭାବ ଦେଖାଉଛି କାହିଁକି? ଚିଠିରେ ବି ସେଇ କଥା ଭାବୁଥିଲେ ସେ। ଷ୍ଟେସନରୁ ବାହାରି ଯାଇ ବୈଷ୍ଣବ ନୀଳଗିରିର ରାମଚନ୍ଦ୍ର ରାମଙ୍କ ଘରେ ପହଞ୍ଚିଲେ। ସେଠାରୁ ଗଲେ ଡଗରପଡ଼ାର ବ୍ରାହ୍ମଣ ସାହି, ଯେଉଁଠି ଭଡ଼ା ଘର ନେଇ ରହୁଥିଲେ ଭଗବତୀ ପାଣିଗ୍ରାହୀ, ଯେଉଁଠିକୁ ସେ ବାରମ୍ବାର ଆସିଥିଲେ ଅତୀତରେ। ଭଗବତୀ ଆଉ ଇହ ଧାମରେ ନଥିଲେ। ସାଥୀ ଗୋବିନ୍ଦ ମହାନ୍ତିଙ୍କ ଠାରୁ ଶୁଣିଲେ 1945 ମସିହାରେ ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାରେ ଦୁର୍ଭିକ୍ଷ ପଡ଼ିଲା। ଅନାହାର ଓ ଅଖାଦ୍ୟ ଖାଇ ବହୁ ଲୋକ ପ୍ରାଣ ଛାଡ଼ିଲେ। କୁଢ଼ କୁଢ଼ ଶବ ଗଦା ହେଲା ମଶାଣିରେ। ଭଗବତୀ ଗଞ୍ଜାମ ଜିଲ୍ଲାରେ ରିଲିଫ୍ କାମରେ ଲାଗିଗଲେ। ଗାଁ ଗହଳ ବୁଲିଲେ। ଖବର ସଂଗ୍ରହ କରି ରିପୋର୍ଟ ଛାପିଲେ। ନିଜର ଖାଇବା ପିଇବା ଓ ଦେହ ପ୍ରତି ଯତ୍ନର ଅଭାବ ହେଲା। କ୍ରମାଗତ ନିଜେ ଭୋକରେ ବା ଅଖାଦ୍ୟ ଖାଇ, ଦୂଷିତ ପାଣି ପିଇ ବାସିଲେରୀ ଡିସେଣ୍ଟ୍ରି ରୋଗରେ ପଡ଼ିଲେ। ଝାଡ଼ା ବନ୍ଦ ହେଲା ନାହିଁ। କଟକ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଅବସ୍ଥା ବେଳକୁ ବେଳ ଖରାପ ହେଲା। ଶେଷରେ କମ୍ୟୁନିଷ୍ଟ ପାର୍ଟିର ଶ୍ରେଷ୍ଠ ସମ୍ପଦ, ଓଡ଼ିଶାର ସାମ୍ୟବାଦୀ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା, ପ୍ରଗତିଶୀଳ ସାହିତ୍ୟିକ ଓ ଉତ୍କଳମଣି ଗୋପବନ୍ଧୁଙ୍କର ସେବାବ୍ରତର ଦାୟାଦ ଭଗବତୀଙ୍କର ମହାପ୍ରୟାଣ ହୋଇଗଲା। ସେଦିନ ରାତିଟି ରାମଚନ୍ଦ୍ର ରାମଙ୍କ ଘରେ ଦୁଃଖ ଓ ଅନୁଶୋଚନାରେ କଟିଥିଲା। ଭଗବତୀଙ୍କ ସ୍ମରଣରେ। ପରଦିନ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ମହା ଆଟପରେ। ଶୋଭାଯାତ୍ରା ଆଗରେ ଖୋଲା ଗାଡ଼ି ଉପରେ ଠିଆ ହୋଇଥିଲେ ବୈଷ୍ଣବ। ଫୁଲହାର ଦେଇଥିଲେ କର୍ମୀମାନେ। ସହର ପରିକ୍ରମା ହୋଇଥିଲା। ବିପ୍ଳବୀ କବି ମନମୋହନ ମିଶ୍ର ବୋଲୁଥିଲେ ଆବାହ ସଙ୍ଗୀତ। ଜନ୍ମ ମାଟି ଡାକେ ରେ, ଡାକେ ଦୁନିଆ ମାଟି, ଉଠ ତନ୍ଦ୍ରା କାଟି। ଡାକେ ଗଡ଼ଜାତେ ତୋର ଦେଶ ଭାଇ, ଡାକେ ବାଲେଶ୍ୱର ଆଜି ଅନ୍ନ ନାହିଁ। ଜାଗ ଭାରତବାସୀ ଅଭୟ ପାଇଁ ସମୟ ନାହିଁ। ଅତ୍ୟାଚାର ଦଳି ଚରଣ ତଳେ ଚଳେ ବିଶ୍ୱଜନ। ଲାଲ ତାରା ଜଳେ ଗୋଟିଏ ପଥ ଗୋଟିଏ ମତ, ହେଉ ସାରଥି ସତ। ଜନ୍ମ ମାଟି ଡାକେ ରେ, ଡାକେ ଦୁନିଆ ମାଟି,
ଉଠ ତନ୍ଦ୍ରା କାଟି। ସଭା ହେଲା। ସଭାରେ ବୈଷ୍ଣବ ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ନିବେଦନ କଲେ। ନବବାବୁ ଓ ମାଳତୀ ଚୌଧୁରୀଙ୍କ ପ୍ରତି କୃତଜ୍ଞତା ଜଣାଇଲେ। ଏହି ତିନିଜଣ ତାଙ୍କ ରାଜନୈତିକ ଜୀବନର ଗୁରୁ ଓ ମାର୍ଗଦର୍ଶକ ଥିଲେ। ତାପରେ କହିଲେ ସାମ୍ପ୍ରତିକ ପରିସ୍ଥିତି କଥା। ହୁଏତ ଶୀଘ୍ର ସ୍ୱାଧୀନତା ଆସିଯିବ। ସ୍ୱାଧୀନତା ଆସିଯିବା ମାତ୍ରେ ସବୁ ମଣିଷର ଅଭାବ ମେଣ୍ଟିଯିବ ନାହିଁ। ଭୋକ ଉପାସ ରହିବ, ଶୋଷଣ ରହିବ। ସେଥିରେ ସ୍ୱାଧୀନତାର ମୂଲ୍ୟ କିଛି ରହିବ ନାହିଁ। ତେଣୁ ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ ମୁକ୍ତିର ଆନ୍ଦୋଳନ ଚାଲୁ ରହିବ। କ୍ଷୁଧା ମୁକ୍ତି, ଶୋଷଣ ମୁକ୍ତି ପାଇଁ ସଂଗଠିତ ଭାବରେ କାମ କରିବାକୁ ହେବ। ଏହା ହିଁ ସାମ୍ୟବାଦର ଇଙ୍ଗିତ। ପୁଞ୍ଜିପତିମାନଙ୍କ ହାତରୁ ଦେଶର ଶାସନ ଛଡ଼ାଇ ଆଣି ଦୁଃଖୀ ଜନତାର ପ୍ରତିନିଧିମାନଙ୍କ ହାତକୁ ଦେବାକୁ ହେବ। ଆବଶ୍ୟକ ହେଲେ ହାତରେ ବନ୍ଧୁକ ଲାଠି ଧରିବାକୁ ହେବ। ଭାରତରେ ଯେଉଁ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା, ସେଥିରେ କାହା ହାତକୁ କ୍ଷମତା ଆସିବ, ସେ ସମ୍ପର୍କରେ ଭବିଷ୍ୟତବାଣୀ କହିବାକୁ ଚାହୁଁ ନ ଥିଲେ ସେ। ଇତିହାସ କାହା ସପକ୍ଷରେ ଏ ଦେଶରେ ଅଛି, ତାହା ସେ ଜାଣି ନ ଥିଲେ। କେବଳ ଜାଣିଥିଲେ ଯେ ମଣିଷକୁ ସମ୍ମାନ, ମର୍ଯ୍ୟାଦା ସହ ଓ ମଣିଷ ପରି ବଞ୍ଚାଇ ରଖିବାକୁ ହେଲେ ସଂଗ୍ରାମ ଅବିରତ ଭାବରେ କରିବା ଦରକାର। କ୍ଷମତା ଅନ୍ଧ ଓ ସ୍ୱାର୍ଥପର। ତେଣୁ ସେଥିପାଇଁ ସତର୍କତା ଦରକାର ଓ ସଂଗ୍ରାମ ଦରକାର। ଏଥିରେ କମ୍ୟୁନିଷ୍ଟ ପାର୍ଟିର ଭୂମିକା ଯଥେଷ୍ଟ। କଟକ ସହର ସେଦିନ ଏକ ନୂତନ ଅନୁଭବ, ନୂତନ ଶିହରଣରେ ପୁଲକିତ ହୋଇଉଠିଥିଲା। ସ୍ମରଣୀୟ ଥିଲା 1946 ମସିହା ମାର୍ଚ୍ଚ ମାସର 25 ତାରିଖ ଦିନଟି। ବଡ଼ ଭାଇ ଉଦୟ ପଟ୍ଟନାୟକଙ୍କ ସହ କଟକରୁ କାମ ସାରି ଢେଙ୍କାନାଳ ଫେରି ଆସିଥିଲେ ବୈଷ୍ଣବ। ଢେଙ୍କାନାଳ ଷ୍ଟେସନ ଲୋକାରଣ୍ୟ ହୋଇଥିଲା। ଷ୍ଟେସନଠାରୁ ତଳ ଗଡ଼ ଯାଏଁ ସ୍ଥାନେ ସ୍ଥାନେ ସ୍ୱାଗତ ତୋରଣ। ରାସ୍ତାର ଧାରେ ଧାରେ ଲୋକ ଠିଆ ହୋଇ ସ୍ୱାଗତ ଜଣାଇଥିଲେ। ବୀର ବୈଷ୍ଣବ ଜିନ୍ଦାବାଦ, ପ୍ରଜାମଣ୍ଡଳ ଜିନ୍ଦାବାଦରେ କମ୍ପି ଉଠୁଥିଲା ସବୁ ଜାଗା। ରାଜା ଶଙ୍କର ପ୍ରତାପ ଏ ଭିତରେ କ୍ଷମତାଚ୍ୟୁତ ହୋଇଥିଲେ। ଏସ୍.କେ. ଶ୍ରୀବାସ୍ତବ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଟି. ସତ୍ୟନାରାୟଣ ସାଧାରଣ ମନ୍ତ୍ରୀ ଭାବରେ ରାଜ୍ୟ ଶାସନ କରୁଥିଲେ। ରାଜ ପରିବାର ବିରୋଧରେ ଅଭିଯୋଗ ଥିଲା ଅନେକ। ଧାନ, ଚାଉଳ, ପାନ ଏକଚାଟିଆ କାରବାର, ପିଟୁଣି ଟିକସ ଆତ୍ମସାତ ଓ ଅତ୍ୟାଚାର ପ୍ରଭୃତି। ରାଜଭ୍ରାତାମାନେ ବନ୍ଦୀ ଅଥବା ପଳାତକ। ରାଜାରାଣୀ ରାଜପ୍ରାସାଦ ଛାଡ଼ି ଅନେକ ଦିନୁ ହେବ ବଲାଙ୍ଗୀର ପାଟଣାରେ। ଡାକ୍ତରଖାନା ଛକରେ 10,000 ଲୋକ ଏକାଠି ହୋଇଥିଲେ ସ୍ୱାଗତ ଜଣାଇବା ପାଇଁ ବୀର ବୈଷ୍ଣବଙ୍କୁ। ସୁବାହୁ ସିଂ ସଭାର ସଭାପତି। ଆନ୍ଦୋଳନରେ ଶହୀଦ ହୋଇଥିବା ସଂଗ୍ରାମୀମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ 2 ମିନିଟ ନୀରବ ପ୍ରାର୍ଥନା ହୋଇଥିଲା। ବୈଷ୍ଣବ କହିଲେ, ବନ୍ଧୁଗଣ, ଦାର୍ଶନିକମାନଙ୍କ ମତରେ ଏ ବିଶାଳ ବିଶ୍ୱ ଗୋଟିଏ କାରାଗାର ସଦୃଶ। ଆମ୍ଭେମାନେ ସମସ୍ତେ ମୋହମାୟା ବନ୍ଧନରେ ବନ୍ଦୀ। ଭଗବାନ ମଣିଷକୁ ଦେଇଛନ୍ତି ଅମୂଲ୍ୟ ସମ୍ପଦ, ଯାହାର ନାମ ବିବେକ। ବିବେକର ଡାକ ଶୁଣି ସଂସାରରେ ଥାଇ ମଧ୍ୟ ଜାଗତିକ ମାୟାଜାଲ ଛିଣ୍ଡେଇ ଦୁଃଖୀ ଗରିବ ଲୋକମାନଙ୍କ ପାଇଁ କାମ କରିବାକୁ ହେବ। ଶୋଷଣ ଅତ୍ୟାଚାରରୁ ସେମାନଙ୍କୁ ରକ୍ଷା କରିବାକୁ ହେବ। ଆମ ରାଜ୍ୟରେ 1938ରୁ ମହାସଂଗ୍ରାମ ଆରମ୍ଭ ହୋଇଛି। ଦେଶ ଏବେ ସ୍ୱାଧୀନ ହେବ। ଦେଶ ସ୍ୱାଧୀନ ହେଲେ
ଆମର ସ୍ୱାଧୀନତା ଛାଏଁ ଛାଏଁ ଆସିଯିବ ନାହିଁ। ଆମକୁ ପୁଣି ଆନ୍ଦୋଳନ କରିବାକୁ ହେବ ଦରବାର ଶାସନରୁ ମୁକ୍ତି ପାଇଁ। ଦେଶ ସ୍ୱାଧୀନ ହେଲେ ମୋଗଲବନ୍ଦୀ ଅଞ୍ଚଳ ସ୍ୱାଧୀନ ହେବ। ମାତ୍ର ଗଡ଼ଜାତର ଲୋକଙ୍କୁ ରାଜତନ୍ତ୍ର ବିରୋଧରେ ସଂଗ୍ରାମ କରି ସ୍ୱାଧୀନତା ଓ ଦାୟିତ୍ୱମୂଳକ ଶାସନ ହାସଲ କରିବାକୁ ହେବ। ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଓ ଉଲ୍ଲାସ ପ୍ରକାଶ ପାଉଥିଲା। କରତାଳିରେ ଫାଟି ପଡ଼ୁଥିଲା ସଭାସ୍ଥଳ। ସେ ପୁଣି କହିଲେ, 1942 ଆନ୍ଦୋଳନ ପରେ ଗିରଫ ହୋଇଥିଲେ ବହୁତ ଲୋକ। ସେଥିରୁ କିଛି ମୁକ୍ତି ହେଲେଣି। କିଛି କାରାଗାରରେ ଏବେ ବି ଅଛନ୍ତି। ସମସ୍ତଙ୍କୁ ମୁକ୍ତ କରି ପ୍ରଜାମଣ୍ଡଳକୁ ପୁନଃସଂଗଠିତ କରିବାକୁ ହେବ। ଆମର ଭାଗ୍ୟ ପ୍ରଜାମଣ୍ଡଳର ଦକ୍ଷତା ଉପରେ ନିର୍ଭର କରେ। 1922 ମସିହାରୁ ସୁବାଉସିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ବ୍ୟର୍ଥ ହେବାକୁ ଦେବା ନାହିଁ। ପ୍ରଜାମଣ୍ଡଳର ଜୟ, ଭାରତ ମାତା କି ଜୟ କହି ବୈଷ୍ଣବ ବସି ପଡ଼ୁଥିଲେ। ସଭାର ଚାରିଆଡ଼ୁ ଅନୁରୋଧ ଆସିଲା ମାର୍ଚିଂ ସଙ୍ଗୀତଟିଏ ଗାନ କରିବା ପାଇଁ। ବୈଷ୍ଣବ ଅଗତ୍ୟା ଉଠିଲେ ଗୀତ ଗାଇବା ପାଇଁ। ବୋଲିଲେ, ତୁମେ ଯେ ରହିଛ ଆମ ନିଶ୍ୱାସେ, ଦୁଃଖ ଆକୁଳ ପ୍ରାଣେ, ରଘୁ ଦିବାକର ହୃଷି ବାଜି, ତୁମକୁ ସୁମରି ତୁମକୁ ପ୍ରଣମୀ, ତୁମରି ଶପଥେ ତୁମ ବିପ୍ଳବ ଗାନେ। ନିଜକୁ ନିଜେ ତ ଡାକି କହୁଅଛୁ ଆଜି, ଥରେ ଆଖି ମାଜି ତୁମ ଶୋଣିତର ଧାରେ, ମୁକ୍ତ ଦେଶର ବନ୍ଦିତ ଆମେ, ଦୈନ୍ୟର କାରାଗାରେ। ରାଜାର ଶାସନ ଆସନ ଟଳିଲା, ବନ୍ଦିକି ରହିପାରେ ପାଷାଣର କାରାଗାରେ, ପାଷାଣର କାରାଗାରେ। ସଭା ଶେଷ ହେଲା। ପ୍ରଜାମଣ୍ଡଳର ଜୟ ଜୟକାର ମଧ୍ୟରେ, ବୀର ବୈଷ୍ଣବଙ୍କର ଜୟ ଜୟକାର ମଧ୍ୟରେ। ବୈଷ୍ଣବ ନିଜ ଘରକୁ ଗଲେ। ମାଙ୍କ ସହିତ ଦେଖା କରିବା ପାଇଁ ପ୍ରାଣ ଆକୁଳ ହେଉଥିଲା। ତାଙ୍କର ଘର ବାହୁଡ଼ାକୁ ସମସ୍ତେ ଅପେକ୍ଷା କରିଥିଲେ। ଘରେ ପହଞ୍ଚିଲା ବେଳକୁ ମା ଦୁଆର ମୁହଁ ପାଖରେ ବାଟକୁ ଚାହିଁ ଠିଆ ହୋଇଥିଲେ। ତାଙ୍କ କପାଳରେ ସିନ୍ଦୂର ନଥିଲା, ହାତରେ ନଥିଲା କାଚ ଶଙ୍ଖା। ତାଙ୍କର ଏ ରୂପ ଦେଖି ବୈଷ୍ଣବ ମାଙ୍କ ପାଦ ପାଖରେ ବସି କୋହରେ ଫାଟି ପଡ଼ିଲେ। ମନେ ପଡ଼ୁଥିଲା ସବୁ ପିଛିଲା ଦିନର କଥା। 1938 ଆନ୍ଦୋଳନ ଠାରୁ ଯେତେ ଯାହା ସବୁ ସେ କରୁଥିଲେ ଦେଶ କାମ, ସେଥିରେ ବାପା ହିଁ କିମ୍ବା ନାହିଁ କିଛି କହୁ ନଥିଲେ। 1939ରେ ଢେଙ୍କାନାଳ ଜେଲରେ ଥିବାବେଳେ ମାଙ୍କୁ ପଠାଉଥିଲେ ଜେଲକୁ ଦେଖି ଆସିବା ପାଇଁ ପୁଅକୁ। ନିଜେ ଯାଉନଥିଲେ। ଶେଷ ପର୍ଯ୍ୟନ୍ତ ନୀରବରେ ନିଜର କାମ କରିଯାଉଥିଲେ। ସେଇ ପରମ ପୁରୁଷ ଆଜି ନାହାନ୍ତି। ତାଙ୍କ ସହ ଦେଖା ହୋଇପାରିବ ନାହିଁ ଆଉ। ମା ପୁଅକୁ ବୁଝାଇ ଘରକୁ ନେଲେ। ଆଖିରୁ ଲୁହ ପୋଛି ଦେଇ ପାଖରେ ବସେଇ ଖୁଆଇଲେ। କହିଲେ, ଘରର ସବୁ ଦୁଃଖ ସୁଖ। ମଢ଼ି ପୋଡ଼ି ପରେ ପରେ ଘର ଉପରକୁ ବିପଦ ମାଡ଼ି ଆସିଲା। ଘର କୋରଖି ହେଲା। ଘରର ଯାବତୀୟ ଜିନିଷ ଦରବାର ବୋହି ନେଲା, ଇତ୍ୟାଦି ଇତ୍ୟାଦି। 4 ବର୍ଷର ଗୋପନବାସ ପରେ ଘରକୁ ଫେରିବାର ସବୁ ସରାଗ ମରିଗଲା। ବୈଷ୍ଣବଙ୍କର ପରମ ପୂଜନୀୟ ପିତା ନଥିଲେ ଇହ ଧାମରେ। ଘର କୋରଖି ହୋଇ ବେଘର ହୋଇ ଯାଇଥିଲେ ସେମାନେ। ପ୍ରଜାମଣ୍ଡଳ ଏକ ପ୍ରକାର ନିର୍ବେଦ। ସଂଗ୍ରାମୀ ବନ୍ଧୁମାନେ ଜେଲରେ। ନଷ୍ଟ ନୀଡ଼ର କରୁଣ କାକଳି ତାଙ୍କୁ ବିବ୍ରତ କରୁଥିଲା ବାରମ୍ବାର। ଏଇ ସମୟରେ ପାଇଲେ ଖଣ୍ଡେ ଚିଠି ନୁମାଙ୍କ ପାଖରୁ। ସେଥିରେ ଲେଖାଥିଲା, ଅନୁଗୁଳ ତା 5/4/46। ସ୍ନେହର ବୈଷ୍ଣବ, ତୋର ଚିଠି 2 ଖଣ୍ଡ ପାଇଛି। ଦୁଃଖ ଅନ୍ତ ସଲିଳା ଫଲ୍ଗୁ ନଦୀ ପରି ଭିତରେ ଭିତରେ ମୋତେ ଖାଇ ଯାଉଛି। ତାର ପରିଣାମ କ'ଣ ହେବ ମୋର ଦେହ ଉପରେ ବା ମନ ଉପରେ ମୁଁ କହିପାରିବି ନାହିଁ।
ତେବେ ସେ ବିଷୟ ଆଲୋଚନା କଲେ ସେ ବେଶୀ ବଢ଼ିଯିବ, କମିବା ତ ଦୂରର କଥା। ବେଦନା ଯେଉଁଠାରେ ସେଠାରେ ବାରମ୍ବାର ଆଘାତ କରି ଲାଭ କ'ଣ? ସେ ବେଦନା ବୁଝିବା ତୋ ପକ୍ଷରେ ସମ୍ଭବ ହେବ କି ନାହିଁ ମୁଁ ଜାଣେ ନାହିଁ ବୈଷ୍ଣବ। କିନ୍ତୁ ଗୋଟିଏ କଥାରୁ ଜାଣିବୁ, ଯେଉଁ ପୁଅକୁ ମା ହରାଏ ତା ନାଁ କାହା ପାଟିରେ ଶୁଣିଲେ ମା ମନ ଯାହା ହୁଏ, ତୋ ନାଁଟି ଅନ୍ୟ କାହାରି ମୁହଁରୁ ଶୁଣିଲେ, ତା ନିଜେ ଉଚ୍ଚାରଣ କଲେ ମଧ୍ୟ ମୋ ମନଟି ସେହିପରି ହୁ ହୁ କରି ଉଠେ। ମୁଁ କେବଳ ଏତିକି ଧନ୍ୟ ମଣିଛି ଯେ ତୋତେ ଆଖିରେ ଦେଖିପାରିଲି। ସ୍ନେହାଶୀର୍ବାଦ ନବୁ। ମାଳତୀ। ଏଇ ଚିଠି ଭିତରେ ଆଉ ଖଣ୍ଡିଏ ଚିଠିର କିଛି ଅଂଶ ଥିଲା। ସେଇ ଖଣ୍ଡିକ ବୈଷ୍ଣବ ଖୋଲି ପଢ଼ିବାକୁ ଲାଗିଲେ। ମା'ଙ୍କୁ ମୋର ସହିତ ଫରକ କଥା କ'ଣ କହିଲୁ? ତୋ ସହିତ ମୋର ଫରକ କଥା ମୁଁ ତ କିଛି ଜାଣେ ନାହିଁ। ତୁ ଯେଉଁ ଚାଷୀ ମୂଲିଆର ରାଜ୍ୟ ଚାହୁଁ, ମୁଁ ତ ସେଇଆ ଚାହେଁ। ବରଂ ତୋଠାରୁ ମୁଁ ଅନେକ ଅଧିକ ବେଶୀ ଡି-କ୍ଲାସ୍ଡ ହୋଇପାରିଛି। ବୈଷ୍ଣବରେ ତୋର ପ୍ରତି ମୋର ସ୍ନେହ କିପରି ଦିନୁ ଦିନ ବଢ଼ୁଛି ତୁ କଳ୍ପନା କରିପାରିବୁ ନାହିଁ। କାଲି ଡାକରେ ତୋତେ ଚିଠି ଦେବି। ମୁଁ ଆଖି ବୁଜି ତୋର ସୁନ୍ଦର ମୁହଁଟିକୁ ଦେଖୁଛି। ତୋର ମା। ଚିଠିଗୁଡ଼ିକ ବାରମ୍ବାର ପଢ଼ି ବୈଷ୍ଣବ ନିଜକୁ ସେହି ମହିୟସୀ ମହିଳାଙ୍କ ନିକଟରେ ନୀରବ କୃତଜ୍ଞତା ଜ୍ଞାପନ କରୁଥିଲେ। 1946-47 ମସିହା ବେଳକୁ ଦେଶର ରାଜନୈତିକ ଅବସ୍ଥା ବଦଳି ଯାଉଥିବାର ଲକ୍ଷ୍ୟ କରିଥିଲେ ବୈଷ୍ଣବ। ରାଜ୍ୟ ଭିତରେ ପ୍ରଜାମଣ୍ଡଳ ମଧ୍ୟ କଠୋର ପରିସ୍ଥିତିର ସମ୍ମୁଖୀନ। ମନକୁ ଆସୁଥିଲା ଅନେକ କଥା। ଭବିଷ୍ୟତ କର୍ମପନ୍ଥା ସ୍ଥିର କରିବା ପାଇଁ ଏ ସବୁକୁ ବିଚାରକୁ ନେବାର ଆବଶ୍ୟକତା ଥିଲା ତାଙ୍କ ପାଇଁ। 1946ରେ କ୍ୟାବିନେଟ୍ ମିଶ୍ରଣ ଯୋଜନା ପ୍ରକାଶିତ ହେଲା। ଏଥିରେ ସମଗ୍ର ଭାରତ ପାଇଁ ଗୋଟିଏ କେନ୍ଦ୍ର ବା ସଂଘୀୟ ସରକାର ରହିବ। ତା ଛଡ଼ା ପ୍ରାଦେଶିକ ସରକାରମାନ ରହିବେ ବିଭିନ୍ନ ରାଜ୍ୟରେ। ସମଗ୍ର ଭାରତ ପାଇଁ ଗୋଟିଏ ଶାସନ ବିଧାୟକ ସଭା ଗଠିତ ହେବ। ଏହା ସହିତ ମଧ୍ୟବର୍ତ୍ତୀକାଳୀନ ଜାତୀୟ ସରକାର ଗଠନ ପାଇଁ ବ୍ୟବସ୍ଥା ମଧ୍ୟ ଥିଲା। ଏହାର ପରିଣତି ହେଲା ଭୟଙ୍କର। କ୍ୟାବିନେଟ୍ ମିଶନ ତାଙ୍କ ପ୍ରସ୍ତାବରେ ସ୍ୱତନ୍ତ୍ର ମୁସଲିମ ରାଷ୍ଟ୍ର ପାକିସ୍ତାନ ଗଠନ ପାଇଁ ସୁପାରିଶ ନ କରିବାରୁ 1946 ମସିହା ଅଗଷ୍ଟ 16 ତାରିଖଠାରୁ ମହମ୍ମଦ ଅଲି ଜିନ୍ନା ଡାଇରେକ୍ଟ ଆକ୍ସନ ଦିବସ ପାଳନ କରିବାକୁ ଦେଶ ସାରା ହିନ୍ଦୁ ମୁସଲମାନ ସଂଘର୍ଷ ଆରମ୍ଭ ହୋଇଗଲା। ସାମ୍ପ୍ରଦାୟିକତାର ବିଷ ବୃକ୍ଷ ଇଂରେଜମାନେ ସୃଷ୍ଟି କଲେ। ତା ସତ୍ତ୍ୱେ ସେପ୍ଟେମ୍ବର 2 ତାରିଖ ଦିନ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ଗୋଟିଏ ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତିଷ୍ଠିତ ହେଲା। ସାମ୍ୟବାଦୀ ଓ ସମାଜବାଦୀମାନଙ୍କ ଦୃଷ୍ଟିରୁ ଇଂରେଜ ପୁଞ୍ଜିବାଦୀମାନଙ୍କ ହାତରୁ ଭାରତୀୟ ପୁଞ୍ଜିପତିଙ୍କ ହାତକୁ କ୍ଷମତା ଆସିଲା। ସେମାନେ ଏହାକୁ ଭଲରେ ଗ୍ରହଣ କଲେ ନାହିଁ। ଗରିବ ଚାଷୀ ମୂଲିଆର ସାମ୍ୟବାଦୀ ସରକାର ପ୍ରତିଷ୍ଠା ପାଇଁ ପ୍ରଶସ୍ତ ମୁକ୍ତି ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ହେଉଥିଲେ। କଂଗ୍ରେସ ଓ ସାମ୍ୟବାଦୀମାନେ ପରସ୍ପରର ବିରୋଧୀ ହୋଇଗଲେ ଏହି କାରଣରୁ। ଏହି ଦାରୁଣ ସଙ୍କଟ ବେଳେ 1946 ମସିହା ଡିସେମ୍ବର ମାସ 9 ତାରିଖ ଦିନ ଦେଶର ସମ୍ବିଧାନ ତିଆରି ପାଇଁ ଶାସନ ବିଧାନସଭା ବା କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲି ବସିଲା। 1947 ମସିହା ମାର୍ଚ୍ଚ ମାସରେ ଭାରତକୁ ବଡ଼ଲାଟ ହୋଇ ଆସିଥିଲେ ଲର୍ଡ ମାଉଣ୍ଟବ୍ୟାଟେନ୍। ସାମ୍ପ୍ରଦାୟିକ ସଂଘର୍ଷ ଓ ରକ୍ତପାତର ଅବସାନ କରି ଭାରତ ବିଭାଜନ ପାଇଁ ସେ ଲାଗି ପଡ଼ିଲେ। ଅଖଣ୍ଡ ଭାରତ ଦୁଇ ଖଣ୍ଡ ହୋଇ ଭାରତ ଓ ପାକିସ୍ତାନ ଦୁଇଟି ରାଷ୍ଟ୍ର ହେବ। ତଦନୁଯାୟୀ ଭାରତର ସ୍ୱାଧୀନତା ଆଇନ
ଅନୁମୋଦନ ଲାଭ କଲା ବ୍ରିଟିଶ ପାର୍ଲିଆମେଣ୍ଟରେ। ଏଥିରୁ ଭାରତ ଓ ପାକିସ୍ତାନ ଦୁଇଟି ସ୍ୱାଧୀନ ରାଷ୍ଟ୍ର ହେବା ସହିତ 600ରୁ ଉର୍ଦ୍ଧ୍ୱ ଦେଶୀୟ ରାଜ୍ୟ ଉପରୁ ବ୍ରିଟିଶ ସାର୍ବଭୌମତ୍ୱ ଚିରଦିନ ପାଇଁ ଲୋପ ପାଇଲା। ଦେଶୀୟ ରାଜାମାନେ ବସ୍ତୁତଃ ଗୋଟିଏ ଗୋଟିଏ ସ୍ୱାଧୀନ ଓ ସାର୍ବଭୌମ ରାଜ୍ୟର ନିରଙ୍କୁଶ ଶାସକ ବନିଗଲେ। ଦେଶୀୟ ରାଜ୍ୟର ଜନତା ଓ ଜନମତ ପ୍ରତି ଭ୍ରୂକ୍ଷେପ ନ କରି ଦେଶୀୟ ରାଜ୍ୟର ଶାସକମାନେ ନିଜ ନିଜର ସ୍ୱାର୍ଥ ଦୃଷ୍ଟିରୁ ଭବିଷ୍ୟତ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହେଉଥିଲେ। ସ୍ୱାଧୀନତା ପ୍ରାପ୍ତି ଅବସରରେ କେବଳ ଦେଶ ବିଭାଜନ ହେଲା ନାହିଁ, ଦେଶର ଜନତା ଓ ଜନମତ ମଧ୍ୟ ବିଭାଜିତ ହୋଇଗଲା। ରାଷ୍ଟ୍ର ସ୍ତରରେ କଂଗ୍ରେସ ଓ କମ୍ୟୁନିଷ୍ଟ ମଧ୍ୟରେ ଲଢ଼େଇ ପାଇଁ ପଥ ପ୍ରସ୍ତୁତ ହେଉଥିବା ବେଳେ ଗଡ଼ଜାତ ରାଜ୍ୟମାନଙ୍କରେ କ୍ଷମତା ହସ୍ତାନ୍ତର ଦ୍ୱନ୍ଦ୍ୱ ଲାଗିଗଲା। ଗୋଟିଏ ଗୋଷ୍ଠୀ ରାଜ୍ୟର ବିଧାନ ପରିଷଦ ସମ୍ପୂର୍ଣ୍ଣ ଭାବେ ପ୍ରଜାମାନଙ୍କ ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ରହିବା ପାଇଁ ଦାବି କରୁଥିଲା ବେଳେ ଦ୍ୱିତୀୟ ଗୋଷ୍ଠୀ ଶାସକଙ୍କ ମନୋନୀତ ବ୍ୟକ୍ତି ଏବଂ ପ୍ରଜାମାନଙ୍କର ନିର୍ବାଚିତ ପ୍ରତିନିଧିମାନଙ୍କର ମିଳିତ ଉଦ୍ୟମରେ ବିଧାନ ପରିଷଦ ଗଠିତ ହେବା ଉଚିତ ବୋଲି ମତ ଦେଉଥିଲେ। ତୃତୀୟ ଗୋଷ୍ଠୀର ମତ ଥିଲା ସମ୍ପୂର୍ଣ୍ଣ ଅଲଗା। ସେମାନେ ଦେଶୀୟ ରାଜ୍ୟଗୁଡ଼ିକର ବୃହତ୍ତର ଓଡ଼ିଶା ସହ ମିଶ୍ରଣ ଦାବି କରୁଥିଲେ। ରାଜ୍ୟର ଶାସକ ସମ୍ପୂର୍ଣ୍ଣ ରୂପେ କ୍ଷମତାଚ୍ୟୁତ ହେବା ସେମାନେ ଚାହୁଁଥିଲେ। ସୁବାହୁ ସିଂ, ବ୍ରଜକିଶୋର ଧଳ ଓ ବୈଷ୍ଣବ ପ୍ରଭୃତି ଗଡ଼ଜାତ ରାଜ୍ୟ ସମୂହର ଓଡ଼ିଶା ସହ ମିଶ୍ରଣ ଚାହୁଁଥିଲେ। ଗଡ଼ଜାତ ଛାତ୍ର ପରିଷଦର ସଭ୍ୟ ଶ୍ରୀବତ୍ସ ନାୟକ, ପଦ୍ମଚରଣ ଧଳ ଏବଂ ବସନ୍ତ ମିଶ୍ର ପ୍ରଭୃତି ମଧ୍ୟ ଏଇଆ ଦାବି କରୁଥିଲେ। ଏଇଥିପାଇଁ ରାଜ୍ୟ ମିଶ୍ରଣ ବା ମର୍ଜର ଆନ୍ଦୋଳନର ଭିତ୍ତିଭୂମି ପ୍ରସ୍ତୁତ ହେଉଥିଲା। ଏହି ପରିସ୍ଥିତିରେ ବୈଷ୍ଣବ ଖଣ୍ଡିଏ ଚିଠି ତା 7-10-46 ତାରିଖରେ ପାଇଲେ ସାରଙ୍ଗଧର ଦାସଙ୍କଠାରୁ। ସେ ଓଡ଼ିଶା ଷ୍ଟେଟ୍ ପିପୁଲ୍ସ କନଫରେନ୍ସର ସମ୍ପାଦକ। ଦେଶୀୟ ରାଜ୍ୟର ପ୍ରଜାମଣ୍ଡଳଗୁଡ଼ିକୁ ସେ ସଞ୍ଚାଳନ କରୁଥିଲେ। ଚିଠିରେ ଲେଖାଥିଲା, ପ୍ରାପ୍ତେଷୁ ଶ୍ରୀ ବୈଷ୍ଣବଚରଣ ପଟ୍ଟନାୟକ, ସଂଗଠନ ସମ୍ପାଦକ, ଢେଙ୍କାନାଳ ପ୍ରଜାମଣ୍ଡଳ, ଢେଙ୍କାନାଳ। ଚିଠିଟି ଆସିଥିଲା ସ୍ୱରାଜ ଆଶ୍ରମ, ଚାନ୍ଦିନୀ ଚୌକ, କଟକ 4-10-46। ପ୍ରିୟ ବନ୍ଧୁ, ଆପଣ ସମ୍ପ୍ରତି ଦେଇଥିବା ଢେଙ୍କାନାଳ ପ୍ରଜାମଣ୍ଡଳରେ ସାମିଲ ଦରଖାସ୍ତ ସମ୍ପର୍କରେ ଲେଖୁଛି ଯେ ଆପଣ ମୋତେ ଅନେକ ଥର ମୌଖିକ ଭାବରେ କହିଛନ୍ତି ଯେ ଆପଣ କମ୍ୟୁନିଷ୍ଟ ପାର୍ଟିର ମେମ୍ବର ହେଉଛନ୍ତି। ମୋତେ ସେହି କଥା ଲିଖିତ ଭାବରେ ଲେଖି ପଠାନ୍ତୁ। ଏ ସମ୍ପର୍କରେ ଆମର ବିଧାନ ଆଇନର 3ୟ ଦଫା ଦାବି ଏବଂ ଉଦୟପୁରରେ ଗୃହୀତ 1 ନମ୍ବର ପ୍ରସ୍ତାବ ପ୍ରତି ଦୃଷ୍ଟି ଆକର୍ଷଣ କରୁଛି। ଏହି ଦୁଇଟି ଅନୁସାରେ କମ୍ୟୁନିଷ୍ଟ ପାର୍ଟି କିମ୍ବା ରାଡିକାଲ ଡେମୋକ୍ରାଟିକ ପାର୍ଟିର କୌଣସି ମେମ୍ବର ଅଖିଳ ଭାରତ ଓ ଦେଶୀୟ ପ୍ରଜା ପରିଷଦର କୌଣସି କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇପାରିବେ ନାହିଁ। ମୁଁ ମୌଖିକ ଅନେକ ଥର ଆପଣଙ୍କୁ କହିଥିଲି ଏବଂ ବର୍ତ୍ତମାନ ଲେଖିବାକୁ ବାଧ୍ୟ ହେଲି। ଏହାର ଜବାବ ଶୀଘ୍ର ଉପର ଠିକଣାରେ ଲେଖିବେ। ଆପଣଙ୍କର ସେବକ ସାରଙ୍ଗଧର ଦାସ, ସ୍ଥାୟୀ କମିଟି ମେମ୍ବର, AISPC। ଏହି ଚିଠିର ନକଲ ମହେଶଚନ୍ଦ୍ର ସୁବାହୁ ସିଂଙ୍କ ପାଖକୁ ଲେଖାଯାଇଥିଲା। ଏହି ଚିଠିର ଆରପଟେ ପେନସିଲରେ ଏଥିରେ ଲେଖାଥିଲା, ପ୍ରିୟ ଭାଇ ସାହେବ, ଏକ ବଡ଼ ଅଡ଼ୁଆ କଥା। ମୁଁ ସେଦିନୁ କହିଥିଲି ଯେ କମ୍ୟୁନିଷ୍ଟ ପାର୍ଟିରେ ମେମ୍ବର ହେଲେ କେହି ପ୍ରଜାମଣ୍ଡଳର କୌଣସି କମିଟିରେ ରହିପାରିବେ ନାହିଁ। ଜୁନ ମାସର ସମ୍ମିଳନୀରେ ମଧ୍ୟ କହିଥିଲି, କିନ୍ତୁ ବେଳ ଥାଉଁ ଥାଉଁ କିଛି ପ୍ରତିକାର କଲେ ନାହିଁ। ତୁମର ଚିଠି ପାଇଥିଲି। ମାଳତୀ ଦେବୀଙ୍କୁ ତାଙ୍କ ଖଣ୍ଡ ଦେଲି।
ସେ ମୁକ୍ତ ବନ୍ଦୀମାନଙ୍କ ସାହାଯ୍ୟ କଳ୍ପେ ଅନେକ ଚେଷ୍ଟା କରୁଛନ୍ତି। ତୁମକୁ ଲେଖିଛନ୍ତି। ମୁଁ ଆଜି କେନ୍ଦୁଝର, ନୟାଗଡ଼, ଖଣ୍ଡପଡ଼ା ଓ ମୋ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଉଛି। 21 ତାରିଖରେ ଫେରିବି। ତାପରେ ସମ୍ବଲପୁର ଆଡ଼େ ଯିବି। ସେଠାକୁ ଗଲେ ଅଞ୍ଚଳ କାଉନସିଲ ଗଠନ କାମରେ ଲାଗିବି। ସମୟ ଅଭାବରୁ ଏତେ ଚିଠି ଲେଖି ପାରୁନାହିଁ। ସ୍ନେହର ସାରଙ୍ଗ ଧର। ବୈଷ୍ଣବଙ୍କ ଆଗରେ 2ଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିଲା। ପ୍ରଥମଟି ଦଳମତ ଓ ଗୋଷ୍ଠୀ ନିର୍ବିଶେଷରେ ସମସ୍ତେ ପ୍ରଜାମଣ୍ଡଳର ପତାକା ତଳେ ଏକାଠି ହୋଇ ରାଜାକୁ କ୍ଷମତାଚ୍ୟୁତ କରିବା। ଏଥିପାଇଁ ସେ ସମସ୍ତ ପ୍ରକାର ତ୍ୟାଗ କରିବାକୁ ପ୍ରସ୍ତୁତ ହେଉଥିଲେ। ଦ୍ୱିତୀୟରେ, କମ୍ୟୁନିଷ୍ଟ ପାର୍ଟି ତରଫରୁ ଯେଉଁ ମୁକ୍ତି ସଂଗ୍ରାମର ପରିକଳ୍ପନା କରାଯାଇଛି ସେଥିପାଇଁ ପୂରା ସମୟ ଦେଇ କାମ କରିବା। ବିଶେଷ କରି ନୀଳଗିରି ଏବଂ ରଣପୁର ଅଞ୍ଚଳରେ କମ୍ୟୁନିଷ୍ଟ ମୁକ୍ତି ଆନ୍ଦୋଳନକୁ ସକ୍ରିୟ ସହଯୋଗ କରିବା ପାଇଁ ସେ ଆଗ୍ରହୀ ଥିଲେ। କାରଣ ଏହି 2 ରାଜ୍ୟର ପ୍ରଜାମଣ୍ଡଳ କମ୍ୟୁନିଷ୍ଟମାନଙ୍କର ପୂର୍ଣ୍ଣ ନିୟନ୍ତ୍ରଣରେ ଥିଲା। ଦିନେ ଆଉ ଖଣ୍ଡେ ଚିଠି ଆସିଲା ମାଳତୀ ଦେବୀଙ୍କ ପାଖରୁ। ଲେଖା ଥିଲା, ବାପା, ତତେ ଦେଖିଲି କିନ୍ତୁ ଆଖିରେ ତୃପ୍ତି ହେଲା ନାହିଁ ବା ମନ ବା କାନ ଜୁଡ଼େଇଲା ନାହିଁ। ତଡ଼ି ଦେଲା ଭଳି ଚାଲି ଯିବାକୁ କହିଲୁ। ଚୁପ୍ କରି ଚାଲି ଆସିଲି। ଦୂରରୁ କେବଳ ଦେଖିଲି ତୁ କମ୍ୟୁନିଷ୍ଟ ବନ୍ଧୁମାନଙ୍କର କାନ୍ଧରେ ହାତ ପକାଇ ପ୍ଲାଟଫର୍ମ ବାହାରେ ଆସି ସେମାନଙ୍କୁ ସମ୍ବୋଧନ କରି କ'ଣ କହୁଛୁ। ଭାରି ଲୋଭ ହେଉଥିଲା ପାଖରେ ଯାଇ ତୋ କଥା ଗୁଡ଼ିକ ଶୁଣେ। ତୁ ବିରକ୍ତ ହେବୁ ବୋଲି ଗଲି ନାହିଁ। ଇଚ୍ଛା ଥିଲା ଏବଂ ସେ ଇଚ୍ଛା ଆଉ ଲୋଭ ନେଇ ଯାଇଥିଲି ଯେ ତାଳଚେର ଟ୍ରେନରେ ବସେଇ ଦେଇ ତାପରେ ଘରକୁ ଆସିବି। କିନ୍ତୁ ତୋର ମନୋଭାବ ଭିନ୍ନ ବୁଝି ଚାଲି ଆସିଲି। କାଲି ଦିନମାନ ଆଖିରୁ ଧାର ଧାର ଲୁହ ଗଡ଼ି ଯାଇଛି। ନିଜର ଦୁର୍ବଳତା ଦେଖି ନିଜେ ଚମକି ପଡ଼ିବାକୁ ହେଲା। କଂଗ୍ରେସ ଅଫିସର ଗୋଟିଏ କୋଣରେ ବସି ଦେଖୁଥାଏ। ଲୋକ ଉପରେ ଲୋକ ଯାଉଛନ୍ତି ଆସୁଛନ୍ତି, ସବୁ ଚିହ୍ନା ମଣିଷ ଗୁଡ଼ାକ। କିନ୍ତୁ 2ଟି ଗୋଡ଼ ଉପରେ ଗୋଟିଏ ଗୋଟିଏ ମୁଣ୍ଡ ଛଡ଼ା ଆଉ କିଛି ସେ ନୁହେଁ। ମୋର ବୈଷ୍ଣବର ତେଜ କାହିଁ ସେମାନଙ୍କ ମଧ୍ୟରେ? ସେ ତ 2ଟି ଗୋଡ଼ ଓ ଗୋଟିଏ ମୁଣ୍ଡ ନୁହେଁ, ସେ ଗୋଟିଏ ଜ୍ୱଳନ୍ତ ଶିଖା। ଟ୍ରେନରୁ ଓହ୍ଲାଇ ପଡ଼ିଲୁ, ଚାଲିଲୁ, କଥା କହିଲୁ ଯେପରି ଜ୍ୱଳନ୍ତ ଶିଖାଟିଏ। ଆଉ କିଛି କାଲି ଦିନମାନ ଆଖିରେ ଦେଖାଗଲା ନାହିଁ। କେବଳ ତୋର ସେଇ ରୂପଟି। ଭଲ କରି ବୁଝି ଆସିଲି, ଭିନ୍ନ ବାଟରେ ଚାଲିବାକୁ ପଡ଼ିବ। ନହେଲେ ତୁ ଏପରି ଭାବରେ ମୋତେ କେଭେ ଚାଲି ଯିବାକୁ କହି ନଥାନ୍ତୁ। ତୁ ଯେଉଁ ବାଟେ ଚାଲୁଥାନା କାହିଁକି, ତୁ ଜଳୁଥିବୁ, ମୁଁ ଦୂରରୁ ଦେଖୁଥିବି। ମୋର ସେତିକି ଆନନ୍ଦ। ତା ଛଡ଼ା ଆଉ କିଛି ଆଶା ମୋର ନାହିଁ। ତୋତେ କେତେ ଆଶା କରିଥିଲି। କେତେ ରାତି ଚମକି ଚମକି ଉଠିଥିଲି ତୁ ଲୁଚିକରି ଆସି ଦେଖା ଦେଇ ଯିବୁ ବୋଲି। ସେ ସବୁ ମନେପଡ଼ି ଆଖିର ଲୋତକ ଧାରା ଶୁଖୁନାହିଁ। ମୋର ରାଜନୈତିକ କର୍ମମୟ ଜୀବନରେ ତୁମ 2 ଜଣଙ୍କୁ ବରାବର ପାଖରେ ପାଇଲେ ଶେଷ ଜୀବନ ପର୍ଯ୍ୟନ୍ତ ହସ୍ତି ବଳରେ କାମ କରି ଚାଲିଯିବି ବୋଲି ଯାହା ଜାଣିଥିଲି, ସେଥିରୁ ତୁ କ'ଣ ସତରେ ପାଖରୁ ଛାଡ଼ି ଚାଲିଯିବୁ? ବୈଷ୍ଣବ, ବୈଷ୍ଣବ, ବୈଷ୍ଣବ କହି ପାଟି କରି ଡାକିବାକୁ ମନେ ହେଉଛି। ଡାକିବି ସତ, କିନ୍ତୁ ସେ ଡାକ ପହଞ୍ଚିବ ନାହିଁ ତୋ ହୃଦୟରେ। କାଲି ତାଳଚେର ଟ୍ରେନରେ ଅନୁଗୁଳ ଯିବି। ତୋତେ 4-5 ଘଣ୍ଟା ଆଖି ମନ ତୃପ୍ତ କରି କେଉଁଦିନ ଦେଖିବି ଜାଣେ ନାହିଁ। ଆଶୀର୍ବାଦ ନେବୁ। ମାଳତୀ। ପୁତ୍ରହରା କପୋତୀ ପରି ବିଳାପ କରିଥିଲେ ମାଳତୀ ଦେବୀ। ବୈଷ୍ଣବ ସେହି ଦୁଃଖରେ ଗୁମୁରି ଗୁମୁରି କାନ୍ଦୁଥିଲେ। କି ଥିଲା ଏ ସମ୍ପର୍କ? କି ଥିଲା ଏ ସମ୍ଭାବନା?
ତାହା ଜାଣିଥିଲେ ମାଳତୀ ଦେବୀ ଓ ବୈଷ୍ଣବ ପଟ୍ଟନାୟକ। ସ୍ୱପ୍ନରେ ରହିଗଲା। ବୈଷ୍ଣବ ଅନୁଗୁଳ ଅନେକ ଥର ମାଳତୀ ଦେବୀଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ଏହି ଚିଠିଟି ମାଳତୀ ଦେବୀ ଲେଖିଥିଲେ ବୈଷ୍ଣବଙ୍କୁ କଟକ ଷ୍ଟେସନରେ ଦେଖି ଫେରିଲା ପରେ। ମାତ୍ର ବିଳମ୍ବରେ ଚିଠିଟି ହସ୍ତଗତ ହୋଇଥିଲା ବୈଷ୍ଣବଙ୍କର। ଚିଠିଟି ପଢ଼ି ବୈଷ୍ଣବ ଖୁବ୍ କାନ୍ଦିଥିଲେ ସେଦିନ। ଏସବୁ ମା ରମ୍ଭାଦେବୀ ଜାଣି ପାରୁ ନଥିଲେ। ପୁଅର ବିମର୍ଷ ବଦନ ଦେଖି ସେ ବେଳେବେଳେ ନିର୍ବାକ୍ ହୋଇ ଯାଉଥିଲେ। ପୁଅ ପାଇଁ ଭଲ ବୋହୂଟିଏ ଖୋଜିବା ପାଇଁ ତାଙ୍କ ମନ ଡାକୁଥିଲା।